ତା ମାନେ ଜଗନ ଆଗରୁ ସୁନେଲିକୁ ଭଲ ପାଉଥିଲା? ନାଇଁ, ଛାଡ଼ିବିନି। ତାହେଲେ ସେ ଜଗନ ମତେ ଏତେ ବଡ଼ ଧୋକା ଦେଇଛି, ଛାଡ଼ିବିନି ସେ ହେଲେ କରିକୁ। ଆଜି ତାକୁ ମୁଁ ଜୀବନରୁ ଶେଷ କରିଦେବି। ହଁ, ଆଏ ପୁଷ୍ପ, ତମେ ତାକୁ ମାରି ପାରିବନି। ତା ସହିତ ଜୀବନ ଅଛି, ଆଉ ତମେ ଏକା ତାର କିଛି କରିପାରିବନି। ଏ କଥା ଯଦି ଘର ଲୋକ ଜାଣନ୍ତି, ତାହେଲେ ତତେ ଘରରୁ ବାହାର କରି ତାକୁ ଭଉଲ କରି ନେଇ ପାରନ୍ତି। ତାହେଲେ ତମେ କଣ ଫେର? ମୁଁ ସେ ସୁନେଲିକୁ ମାରିବା ପାଇଁ ମତେ କଣ କରିବାକୁ ହବ? ତାକୁ ଧୀରେ ଧୀରେ କେହି ନ ଦେଖିଲା ପରେ ଘରରୁ ବାହାର କରିଦେବୁ, ଆଉ ତା ପୁଅକୁ ବି ଜୀବନରେ ମାରିଦେବୁ। ସେ ଆପେ ଆପେ ଘର ଛାଡ଼ିକି ଚାଲିଯିବ। ତମେ ଠିକ କହୁଛ ଭୈରବ, ତମେ ଠିକ କହୁଛ। ସେ ସୁନେଲିକୁ ମାରିଦେଲେ, ନାଇଁ ତା ପୁଅକୁ ମାରିଦେଲେ ସୁନେଲି ଆପେ ଆପେ ଏ ଘର ଛାଡ଼ି ଚାଲିଯିବ। ନହେଲେ ତା ପୁଅ ଚିନ୍ତାରେ ମରିଯିବ। ସେଇଆ କରିବି ଭୈରବ। ତା ପୁଅଟାକୁ ମୁଁ ଜୀବନରୁ ମାରିଦେବି। ଭୈରବ, ତମେ ମତେ ଏ କଥା ଜଣେଇ ମୋର ବହୁତ ବଡ଼ ଉପକାର କରିଛ। ତମର ଏଇ ଋଣ ମୁଁ କେବେ ସୁଝି ପାରିବିନି। ହଁ, ମୁଁ କେବେ ସୁଝି ପାରିବିନି। ଆରେ ଡାର୍ଲିଂ, ଏମିତି କଣ କହୁଛୁ? ସମୟ ଆସିଲେ ଋଣଟା ଶୁଝି ହବନି। ଯାହା ଦରକାର ଆମେ ସମୟ ଆସିଲେ ମାଗିବୁ ଆଉ। ତାହେଲେ ମୁଁ ଆସୁଛି ଭୈରବ। ସେ ସୁନେଲିର ପିଲାଟାକୁ ମୋ ରାସ୍ତାରୁ ହଟେଇ ଦେବି। ଆସୁଛି, ବାଇ। ବାଏ ବାଏ। હવે ગુડે દેખવે આવો কথা শুনে সে পুষ্পা কেমিতি নে আইগলা। সে নিশ্চয় সুনেলিକୁ ঘরରୁ ବାହାର କରିଦେବ, ଆଉ ତା ପୁଅକୁ ବି ଜୀବନରେ ମାରିଦେବ। ସାରେ ସୁନେଲିର ପୁଅକୁ କାହିଁକି ମାରିବା କହିଲେ? ସେ ତ କିଛି ଦୋଷ କରିନି। अबे ए सुनेली पुଅ ହଉଛି ଜମିଦାର ବଂଶର ରକ୍ତ, ଆଉ ମୋ ଟାର୍ଗେଟ ହଉଛି ସେ ଜମିଦାର ବଂଶକୁ ନିର୍ବଂଶ କରିଦେବା। ଏ ଦିବ୍ୟ ଶଙ୍କର ମଲା ବେଳେ ପାଣି ଟବାଇ ଦେବା ପାଇଁ ତାର ବଂଶରେ କେହି ନଥିବେ। ମାରିଦେବେ, ସମସ୍ତଙ୍କୁ ମାରିଦେବେ। ଏତେ କଥା ଯା ହଉ ସାର୍, ତୋ ମାଇଣ୍ଡଟାକୁ ତ ମାନିବାକୁ ପଡିବ ଆଉ। ହଉ ଚାଲବେ ଗୁଣ୍ଡିଆ। ଚାଲନ୍ତୁ।